ମୁଁ ରାଜେନ୍ଦ୍ର କୁମାର ସାହୁ ମୁଁ ଆମର କମାଣ୍ଡରେ ଥିବା ଅର୍ଗାନିକ ଫାର୍ମ ଆପଣଙ୍କୁ ସ୍ୱାଗତ କରୁଛି। ଆମର ଫାର୍ମ ଲାଗିଥିବା ପୁଦିନା ଗଛ, ଲେମ୍ବୁ ଗଛ ଆଉ ଆଳୁ ଗଛ ଏବଂ କଟିକି ଶାଗ ଗଛ ବର୍ତ୍ତମାନ ଆପଣଙ୍କୁ ଦେଖିବାକୁ ନେଉଛି। ଆପଣ ତା ବିଷୟରେ ବିଶେଷ ଧାରଣା ପାଇପାରିବେ। ଧନ୍ୟବାଦ। ଦେଖନ୍ତୁ ମୋ ଫାର୍ମ ଲାଗିଥିବା ପୁଦିନା ଗଛ କେତେ ସୁନ୍ଦର ହେଇଛି। এই ପୁଦିନା ଗଛ ଆମର ପେଟ ରୋଗ ଭଲ କରିଥାଏ, ଆମର ହଜମ ଶକ୍ତି ବଢ଼ାଇଥାଏ। এই ପୁଦିନାକୁ ନେଇ ଚଟଣି କଲେ ବା ଆକୁ ବାଟିକି ଖାଇଲେ ଆମ ପେଟ ପାଇଁ ବହୁତ ଭଲ ଫଳ ଦେଇଥାଏ। এই ବିଭିନ୍ନ ସ୍ଥାନରେ ଏଠି ପୁଦିନା ଗଛ ଆମର ଲାଗିଛି। ଇଏ ହେଉଛି ଆମର ପୁଦିନା ଗଛ। ତା ସହିତ ମଧ୍ୟ ଆମେ ଦେଖାଉଛୁ ଆଉ କିଛି କିଛି ପୁଦିନା ଗଛ ଆମର ଲାଗିଛି। ବର୍ତ୍ତମାନ ଇଏ ଦେଖନ୍ତୁ, ଇଏ ବି ବିଭିନ୍ନ ସ୍ଥାନରେ ମନ୍ଦା କରିକି ଆମର ପୁଦିନା ଗଛ ଲାଗିଛି। ପୁଦିନା ଗଛ ଭିତରେ ଏଠି ଲଙ୍କା ଗଛ ବି ଲାଗିଛି। ଏ ହେଉଛି ବି ପୁଦିନା ଗଛ। এই ପୁଦିନା ଗଛ ଲକ୍ଷ୍ୟ କରନ୍ତୁ, ବର୍ତ୍ତମାନ ପୁଦିନା ଗଛ ଲଗାଇବା ପାଇଁ ଆମର ସାଇଡ଼୍ରେ ମଧ୍ୟ ଗାତ ଖୋଳିକି ବର୍ତ୍ତମାନ ମାଟି ଗମା ହେଇଛି। ସେଇଠି ଭଲ ପୁଦିନା ଗଛ ହେଇପାରିବ। ଏଇ ସ୍ଥାନରେ ଏଠି ପୁଦିନା ଗଛ ଲାଗିବ। ଦେଖନ୍ତୁ ତାକୁ ପାଣି ପକା ହେଇଛି, ମାଟି ଖୋଳିକି ତାକୁ ଗମା ହେଇଛି, ତାପରେ ପୁଦିନା ଗଛ ଲଗାଯିବ। ଧନ୍ୟବାଦ। ଇଏ ହେଉଛି ଆମ ଫାର୍ମରେ ଲାଗିଥିବା ଲେମ୍ବୁ ଗଛ। ଲେମ୍ବୁ ଗଛ ହେଇଛି ବାରମାସୀ। ଦେଖନ୍ତୁ କେତେ ଫୁଲ ସବୁ ଆସିଛି। ବିଭିନ୍ନ ସବୁ ଆଉ ମାନେ ବର୍ତ୍ତମାନ ଖରାଦିନ ଲେମ୍ବୁ ଇଏ ହେବ, ତାପରେ ବର୍ଷା ଦିନ ହେବ। ଇଏ ଆମର ପ୍ରାୟ 800 ଲେମ୍ବୁ ଆମର ଏଠି ଲାଗିଛି। ବିଭିନ୍ନ ସ୍ଥାନରେ ଦେଖନ୍ତୁ ଲେମ୍ବୁ ଗଛ ଫଳରେ ଭର୍ତ୍ତି ହେଇଛି। ଏ ସବୁ ଆମର ବିଭିନ୍ନ ଏଠି ଲେମ୍ବୁ ଗଛ, ଆମର ବିଭିନ୍ନ ପ୍ରକାର ଲେମ୍ବୁ ଗଛ ପ୍ରାୟ 4 ବର୍ଷ 5 ବର୍ଷରେ ଆମର ଫଳ ଆସୁଛି। ଏସବୁ ଲେମ୍ବୁ ଗଛକୁ ଲକ୍ଷ୍ୟ କରନ୍ତୁ। ଆମର ଗୋଟେ ଲେମ୍ବୁ ଗଛ ପ୍ରାୟ 400ରୁ 500 ଲେମ୍ବୁ ଆମର ଦେବ। ତା ସହିତ ବିଭିନ୍ନ ସ୍ଥାନର ମାନେ ଆମର ଲେମ୍ବୁ ଖାଇବା ଦ୍ୱାରା ଆମ ପେଟର ମାନେ ମଧ୍ୟ ହଜମ ଶକ୍ତି ବଢ଼ିବ। ତା ସହିତ ଆମର ବିଭିନ୍ନ ରୋଗ ଦୂର କରିବ। ଦେଖନ୍ତୁ କେତେ କେତେ ଫୁଲ ସବୁ ଆସିଛି। ଏସବୁ ହେଉଛି ଆମର ଲେମ୍ବୁ ଗଛ। ତେଣୁ ଆପଣମାନେ ଏସବୁ ଲେମ୍ବୁ ଗଛକୁ ଲକ୍ଷ୍ୟ ରଖନ୍ତୁ। ଲେମ୍ବୁ ଯଦି ବାରିରେ ଲଗାଇଲେ ପ୍ରାୟ 4-5 ବର୍ଷ ନିଶ୍ଚିତ ଫଳ ଆସିବ। କଲିମି ଗଛ ଲଗାଇଲେ ଆମର ମାତ୍ର 1 ବର୍ଷ ବା 2 ବର୍ଷରେ ଫଳ ଆସିଯିବ। ଏସବୁ ହେଉଛି ଆମର ଲେମ୍ବୁ ଗଛ। ଆକୁ ପ୍ରାୟ 30 ଫୁଟ ଛାଡ଼ିକି ଲେମ୍ବୁ ଗଛ ଲଗାଯିବା ଦରକାର, କାହିଁକି ସିଏ ବହୁତ ଝାମ୍ପଲା ହେଉଛି। ତେଣୁ ପାଖାପାଖି ଲଗାଇଲେ ଲେମ୍ବୁ ଗଛ ଡାଳ ଲାଗିଲେ ସେ ଫଳ ଭଲ ହେବ ନାହିଁ। ଫାର୍ମରେ ଲାଗିଥିବା ଏଇ ଆଳୁ ଗଛ ଦେଖନ୍ତୁ, ଆଳୁ ଗଛ କେତେ ସୁନ୍ଦର ଭାବରେ ବଢ଼ିଛି। ଏକୁ ଆମର ଟିକେ ଲଗା ହେଇଛି ଅଳ୍ପ ଇଏ ଜାଗାରେ, ନହେଲେ ସିଆର କରିକି ଲଗାଯିବା କଥା। ବର୍ତ୍ତମାନ ଆମେ ଏଠି ସୁନ୍ଦର ଭାବରେ ଆଳୁ ଗଛ ସବୁ ଲଗା ହେଇଛି। ଏଇ ଆଳୁ ମଧ୍ୟ ଆଉ ମାସେ 2 ମାସ ଭିତରେ ତାର ଫଳ ମାନେ ଆସିଯିବ। ବର୍ତ୍ତମାନ ଗଛ ବହୁତ ବଡ଼ ବଡ଼ ହେଲାଣି। ଇଏ ହେଉଛି ଆମର ବିଭିନ୍ନ ଆଳୁ ଗଛ। ତାକୁ ସବୁ ଏଠି ଧାଡ଼ିରେ ମଧ୍ୟ ଲଗାଯାଇଛି। ବର୍ତ୍ତମାନ କଟିକି ଶାଗର ତଳି ପଡ଼ିଛି। ଦେଖନ୍ତୁ, ଲକ୍ଷ୍ୟ ରଖନ୍ତୁ, ଏ କଟିକି ଶାଗର ତଳି, ଏଇ ତଳି ଟିକେ ବଡ଼ ହେଲେ ତାକୁ ଖରାଦିନେ ଲଗାଯିବ। ଲଗାଇଲେ ସେ ଗଛରୁ ପ୍ରଚୁର ପତ୍ର ଛିଣ୍ଡି ଆମେ ବାରମ୍ବାର ଖାଇବାକୁ ପଡ଼ିବ। ଏସବୁ ହେଉଛି ଶାଗ ତଳି ବା କଟିକି ଶାଗ ତଳି। ଏଠି ବି ଶାଗ ଏଇ ତଳି ଟିକେ ବଡ଼ ବଡ଼ ହେଇଗଲାଣି। ଆକୁ ବର୍ତ୍ତମାନ ନେଇକି ବିଭିନ୍ନ ସ୍ଥାନରେ ଲଗାଯିବ। ଲଗେଇକି ଆମର ଶାଗ ଏଥିରୁ ମିଳିପାରିବ। ଧନ୍ୟବାଦ।